ତ ଆମେ ପଢିଥିଲେ ଯେ ରାଘବଙ୍କର ଲଙ୍କା ଯାତ୍ରାନୁକୂଳ, ଯାହାକୁ ଲେଖିଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ସପ୍ତଦଶ ଆଉ ଅଷ୍ଟଦଶ ଶତାବ୍ଦୀର କବି। ଆମେ ପଢିଥିଲେ ଓଡିଆ ସାହିତ୍ୟର ଯୋଉ ବିନ୍ଧାଣୀ ଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ସେ କଣ କରିଥିଲେ ନା ତାଙ୍କର ଏଇ ଯୋଉ ଆମର ରାଘବଙ୍କ ଯାତ୍ରାନୁକୂଳ, ସେ ତାଙ୍କ ବୈଦେହୀଶ ବିଳାସ ନାମକ କାବ୍ୟରୁ ଆସିଥିଲା, ଯାହାର କି ପ୍ରତ୍ୟେକଟି ଅକ୍ଷରର ପ୍ରତ୍ୟେକଟି ପାଦର ପ୍ରଥମ ଅକ୍ଷର ବ ରେ ଆରମ୍ଭ ହୋଇଥିଲା। ତ ସେ କହୁଥିଲେ କଣ ଯେ ରାମ ଯେତେବେଳେ ସୀତାକୁ ପ୍ରାପ୍ତ କରିବା ପାଇଁ ଇଚ୍ଛା ପ୍ରକାଶ କରି କଣ କଲେ, ଲଙ୍କା ଯାତ୍ରା କରିବାକୁ ଆରମ୍ଭ କଲେ। ତ ସେତେବେଳେ ବାଟରେ ବାଧକ ସାଜିଥିଲା ସମୁଦ୍ର। ତେଣୁ ସମୁଦ୍ର କୂଳରେ ସେ ତାଙ୍କର ବାନର ସେନା ମାନଙ୍କୁ କଣ କରି ନା ଛିଡା କରି ବା ବାନର ସେନାଙ୍କ ସହିତ ସେ ଆସି ପହଞ୍ଚିଥିଲେ କୋଉଠି ନା ରାଘବଙ୍କର ଯେ ଲଙ୍କା ବା ଯାତ୍ରାନୁକୂଳ ପାଇଁ, ଅର୍ଥାତ ସେ ସମୁଦ୍ରରେ ଆମର ସେତୁ ତିଆରି କରି, ସେତୁ ବନ୍ଧ ତିଆରି କରି ସେ କଣ କରିବେ ନା ଲଙ୍କାପୁରକୁ ଯାତ୍ରା କରିବେ। ତ ଆମେ ପଢିଥିଲେ ଯେ କଣ ନା ରାବଣ ଏଠି କଣ କରିଛି, ଆମେ ଆଉ ଥରେ କହି ରଖୁଛେ ଯେ ରାମ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ତାଙ୍କର ଜ୍ଞାନ ଆଉ ବୁଦ୍ଧି ଆଉ ବିବେକ ସବୁ କଣ ଥିଲା ନା ଈଶ୍ୱରୀୟ ତୁଲ୍ୟ ଥିଲା। ଆଉ ସେ କଣ ଥିଲେ ନା ରାମ ଯେହେତୁ ସେ କଣ କରିଥିଲେ ନା ଜନ୍ମ ଲାଭ କରିଥିଲେ ରଘୁବଂଶରେ, ଆଉ ଆମେ ତାଙ୍କ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ବୋଲି ଆମେ ଜାଣୁ। ତ ଏଥିରେ ବର୍ତ୍ତମାନ ଦେଖିବା କଣ ନା ଯୋଉ ଦୁଇଟା ସିନ୍ ଆରମ୍ଭ ହେଇଥିଲା, କବି ଏଠି ତାଙ୍କର କଣ କରିଥିଲେ ରଚନାର ସୌନ୍ଦର୍ଯ୍ୟ, ଅଳଙ୍କାର ପ୍ରିୟତା ଆଉ ଶବ୍ଦ ସଂଯୋଜନ କୌଶଳକୁ ଏଭଳି ଭାବରେ ଏଠି କଣ କରିଛନ୍ତି ନା ପ୍ରକାଶ କରିଛନ୍ତି, ଯେମିତି ଦୁଇଟା ସିନ୍ ଷ୍ଟାର୍ଟ ହଉଛି। ଗୋଟିଏ ସିନ୍ ହିରୋର ସିନ୍, ଆଉ ଗୋଟେ ସିନ୍ ରେ ଭିଲିଆନର ସିନ୍। ଏଠି ହିରୋର ସିନ୍ ଆମେ ଦେଖୁଛେ କଣ ନା ରାମଙ୍କର ସିନ୍ ଦେଖୁଛେ, ଆଉ ଭିଲିଆନର ସିନ୍ ଦେଖୁଛେ ଆମେ କାର ନା ଆମେ ଦେଖୁଛେ ଯେ କାର ନା ରାବଣର। ତ କଥା ଏଠି ଆସିଲା କଣ କଣ ସେ କହୁଛି ନା ଆମେ ପଢିଥିଲେ ଯେ ରାବଣ କଣ କଲା ନା ଛଳନା କରି ତାର ରାଜନୈତିକ କୂଟନୀତି ବୁଦ୍ଧି ପକାଇ ସେ କଣ କଲା ଶୁକ ଆଉ ସାରଣକୁ, ତାର ଦୁଇ ଜଣ ମାୟାବୀ ମନ୍ତ୍ରୀକୁ ଆକାଶର ମାର୍ଗରେ ପଠାଇଥିଲା। ସେ ଟିଓ ଶବ୍ଦ ଟେଣ୍ଟେଇ ବଣି ବା ହଂସ ଯୋଉ ଆମର ବତକ ରୂପ ଧରି ସେମାନେ କଣ କରିଥିଲେ ଆକାଶରେ ଉଡି ଉଡିକି ଆସିଥିଲେ। ଆଉ ଏପଟେ ଆସି ପହଞ୍ଚିକିରି ସେ କଣ କରିଥିଲେ ନା ବାଦ ରଚାଇବା ପାଇଁ କଣ କହିଥିଲେ ନା ଅଙ୍ଗଦକୁ କହିଥିଲେ ରାବଣ ହେଉଛି ତମ ବାପାର ସାଙ୍ଗ, ଆଉ ରାମ ହେଉଛନ୍ତି ତୁମ ବାପାର ହତ୍ୟାକାରୀ। ଆଉ ତୁମେ ବାପାଙ୍କର ସାଙ୍ଗକୁ ପରାଜିତ କରିବା ପାଇଁ ବା ବାପାର ସାଙ୍ଗ ସହିତ ଲଢେଇ କରିବା ପାଇଁ ତୁମେ ବାପାର ହତ୍ୟାକାରୀ ସହିତ ଆସିଛ। ଏହା କଣ ତୁମ କୂଳ ବା ମହାବଳୀ କଣ ଯେ ଯୋଉ ଆମର କିଏ ନା ବାଳି ଯିଏ ଅଛନ୍ତି, ଇଏ କଣ ତାଙ୍କ ଆତ୍ମାକୁ ମାନେ ଭଲ ଲାଗିବ ବା ତମେ ବାପର ପୁଅର ପ୍ରତି ଯୋଉ କର୍ତ୍ତବ୍ୟ, ତ ଇଏ କଣ ତୁମକୁ ଶୋଭା ପାଇବ। ତ ଏଠି ରାବଣ ସୁନ୍ଦର ଭାବରେ ତାର କଣ କରୁଛି ନା ବାଦ ରଚେଇବା ପାଇଁ, ଅର୍ଥାତ ଝଗଡା ଲଗେଇବା ପାଇଁ ଚେଷ୍ଟା କରୁଛି, ଯାହା ଦ୍ଵାରା କଣ ହେବେ ନା ଅଙ୍ଗଦ ତାଙ୍କର ସେନା ନେଇକି ଫେରିଯିବେ ଆଉ ରାମଙ୍କର ସୈନ୍ୟ ବଳ କମିଯିବ। ତ ଏହା ଶୁଣିଲା ପରେ ଅଙ୍ଗଦ କଣ କରିଥିଲେ ନା ଆଙ୍କ କଥାରେ ପ୍ରଲୋଚିତ ନ ହୋଇ ସେ କଣ କରିଥିଲେ ନା ଏମାନଙ୍କ ଦୁଇ ଜଣଙ୍କ ଉପରକୁ ହାତ ଉଠାଇଥିଲେ ମାରିବା ପାଇଁ। କିନ୍ତୁ ସେତେବେଳେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ କହିଥିଲେ ଯେ ଆମର କ୍ଷତ୍ରିୟ କୁଳର ଯେ ନିୟମ ନାହିଁ ଯେ ଆମେ ଦୂତ ଉପରକୁ ହାତ ଉଠାଇବା। ତେଣୁ ଅଙ୍ଗଦ ଏହା କରନ୍ତୁ ନାହିଁ, ଏହା ଠିକ ନୁହେଁ, ଆମର କ୍ଷତ୍ରିୟ କୂଳକୁ ଏହା ସୁନ୍ଦର ଦିଶିବ ନାହିଁ। ତେଣୁ ରାମଙ୍କର କୃପା ଯୋଗୁ ଏ ଦୁଇ ଜଣ ଶୁକ ସାରଣ ଫେରିକି ରାବଣ ରାଜ୍ୟକୁ ଯାଇଥିଲେ। ତାପରେ କଣ ହେଇଛି ଆମେ ଏଠି ପଢିବା। ବିହାୟ ସେ କରି ସାଗର ଜିଣି ଯାଇ ବର୍ତ୍ତକ ସ୍ୱରୂପ ଧୃତ କେକେଟି ହୋ କହି। ତାମାନେ ବିହାୟସରେ ବା ଆକାଶ ମାର୍ଗରେ ଉଡି ଉଡିକିରି ଯାଇ ଟେଣ୍ଟେଇ ବଢି ଭଳି ଶବ୍ଦ ଟିଓ ଶବ୍ଦ କରି ଯୋଉଭଳି ଭାବରେ ଆସିଥିଲେ ସେଇଭଳି ଭାବରେ ଶୁକ ସାରଣ ଉଡି ଉଡି କୋଉଠିକି ଗଲେ ନା ସମୁଦ୍ର ସେପଟକୁ ଚାଲି ଯାଇଥିଲେ। ଯେତେବେଳେ ସମୁଦ୍ର ସେପଟକୁ ସେ ଚାଲି ଯାଇଥିଲେ ସେତେବେଳେ କଣ ହେଇଛି ନା ଯାଇ ପହଞ୍ଚିଥିଲେ କାହା ପାଖରେ ଦେବ ରିପୁ ଅର୍ଥାତ ଦେବତାଙ୍କର ଶତ୍ରୁ ରାବଣର ନଗରରେ ପହଞ୍ଚି ରାବଣ ପାଖରେ ସମ୍ବାଦ ଜଣାଇଥିଲେ। ବିଖ୍ୟାତ କରୁ ବିଂଶତି କର କହିବାର ବୋଧ ଉଭୟ ଭୟରେ ପଳାଅ ସତ୍ୱର।
ତେଣୁ ସେ ଯାଇ କଣ କରିଛନ୍ତି ନା ବିଂଶତିକର ଅର୍ଥାତ 20ଟି ହାତ ଯାହାର ଅର୍ଥାତ ରାବଣଙ୍କ ଆଗରେ ରାବଣ ଯାହା ଯାହା ସବୁ କହିଥିଲା ତାହା ଆସି କଣ କରିଥିଲେ ନା ଅଙ୍ଗଦ ଆଉ ଆମର ବିଭୀଷଣ ଆଗରେ ସେ ପ୍ରକାଶ କରିଥିଲେ। କିନ୍ତୁ ଅଙ୍ଗଦ ଆଉ ବିଭୀଷଣ କଣ ବ୍ୟାଖ୍ୟାରେ ବିଭୀଷଣ କହିଲା ଯେ ଭାଇ ସୀତା ମାତା ସୀତାଙ୍କୁ ଶସନ ମାନେ ରାମଙ୍କୁ ଫେରସ୍ତ କରିଦିଅନ୍ତୁ, ମୁଁ ରାଜ୍ୟକୁ ଫେରିଯିବି, ସେଥିରେ ମୋର କୌଣସି ସନ୍ଦେହ ନାହିଁ। ଏବଂ ଆଉ ଅଙ୍ଗଦ କଣ କହିଲା ନା ଅଙ୍ଗଦ ରାଗିକିରି କଣ ବ୍ୟମରେ ଅର୍ଥାତ ବାୟୁରେ ହାତକୁ ଉଛାଳିଥିଲା ମାରିବା ପାଇଁ, ଯାହାକି ବାଜିଥିଲେ ସେ ପାତାଳରେ ଚୂର୍ଣ୍ଣ ଭଳିଆ କଣ ହେଇଯାଇଥାନ୍ତେ ନା ପଶି ଯାଇଥାନ୍ତେ। କିନ୍ତୁ ଶ୍ରୀରାମଙ୍କର ଦୟା ଯୋଗୁ ସେ ବଞ୍ଚି କରି ଆସିଲେ। ଆଉ ଏଠି କହୁଛି କଣ ନା ବାହୁଡି ରାବଣେ କହି ଶୁଣ ଦେବ ରିପୁ, ବୋହିଲା ଅନୁଜ ଜୀବି ସୀତାକୁ ସମର୍ପୁ। ତାମାନେ ବାହୁଡିକିରି ବା ଫେରି ଆସିକିରି ରାବଣ ଆଗରେ କହୁଛି ଶୁଣ ଦେବ ରିପୁ। ଦେବ ରିପୁ ଅର୍ଥାତ ଦେବତାଙ୍କର ଶତ୍ରୁ। ଦେବ ରିପୁ, ଦେବ ରିପୁ, ରିପୁର ଅର୍ଥ ହଉଛି କଣ ନା ଦେବ ରିପୁର ଅର୍ଥ ଦେବତାଙ୍କର ଶତ୍ରୁ। ଏଠି ଦେବ ରିପୁ ଅର୍ଥ ଦେବତାଙ୍କର ଶତ୍ରୁ କିଏ ନା ଦେବତାଙ୍କ ଶତ୍ରୁ ହଉଛି ରାବଣ। ଏଠି କାହାକୁ କୁହାଯାଇଛି ନା ରାବଣକୁ କୁହାଯାଇଛି। କହିଲା ଶୁଣ ଦେବରିକୁ, ଯେ କଣ ଘଟଣା ସେ କହୁଛି ନା କିଏ କହୁଛନ୍ତି ନା ଶୁକ ଆଉ ସାରଣ କହୁଛନ୍ତି ବୋଇଲା ଅନୁଜ ଜୀବି ସୀତାକୁ ସମର୍ପୁ। ଅର୍ଥାତ ଯେ ଅନୁଜ କହିଲେ ସାନ ଭାଇ, ବଡ ଭାଇ କି କହନ୍ତି ଅଗ୍ରଜ। ଯେହେତୁ ବିଭୀଷଣ ହେଲେ ଅନୁଜ, ତାଙ୍କର ବଡ ଭାଇ ରାବଣ ହେଉଛନ୍ତି ଅଗ୍ରଜ। ତେଣୁ ଅନୁଜ କହୁଛି ଅର୍ଥାତ ବିଭୀଷଣ କହୁଛନ୍ତି ଯେ କଣ ନା ଯେ ଭାଇ ସୀତାକୁ ଯଦି ସମର୍ପଣ କରିବେ ରାମଙ୍କ ଆଗରେ ଆଉ ନିଜର ଭୁଲ ମାନି ନେବେ, ତେବେ ମୁଁ ଯାଇ କଣ କରିବି ନା ରାଜ୍ୟକୁ ଫେରିଯିବି, ମୋର ସେଥିରେ କୌଣସି ଆପତ୍ତି ନାହିଁ। ବଞ୍ଚିଲୁ ଅଙ୍ଗ ଦେବାରୁ କି ଧର୍ମେ, ବଜ୍ରଘାତ ସମତଳ ପ୍ରହାରିଲା ବ୍ୟମେ। ତାମାନେ କହିଛ ଆଉ ଅଙ୍ଗର ବଜ୍ରର ଆଘାତ, ଅର୍ଥାତ ଅଙ୍ଗ ଯେତେବେଳେ ମାଡ ମାରିବ ଭୟଙ୍କର ମାଡ ମାରିବ, ଅର୍ଥାତ ଅଙ୍ଗଦର ଶକ୍ତି ପ୍ରବଳ। ତେଣୁ ଅଙ୍ଗଦ ଏଠି କଣ କହୁଛି ବଜ୍ର ଭଳିଆ ତା ହାତକୁ ଉଠାଇଥିଲା ମାରିବା ପାଇଁ। ଅଙ୍ଗଦ ହାତ ଆଉ ଗୋଡରେ କଣ ଥିଲା ନା ମହାବଳୀର ଶକ୍ତି ଥିଲା। ତ ଏଠି ସେ କହୁଛି ଯେ ଅଙ୍ଗଦ ଯେତେବେଳେ ହାତ ଉଠାଇଲା ମାରିବା ପାଇଁ ସେତେବେଳେ ଧର୍ମେ, ଏଠି ଧର୍ମେର ଅର୍ଥ ଏଠି ହବ ରାମଙ୍କ ପ୍ରରୋଚନାରେ, ଅର୍ଥାତ ରାମଙ୍କ କଣ ନା ପ୍ରରୋଚନାରେ, ଅର୍ଥାତ ଯେ ରାମଙ୍କ କହିବାରୁ ଯେ ଯେମିତି କହିଥିଲି ଯେ ଦୂତଙ୍କୁ ଆମେ ହାତ ଉଠାଇବା ନାହିଁ ବା ଦୂତଙ୍କୁ ହାତ ଉଠାଇବା ହେଉଛି ଆମ କ୍ଷତ୍ରିୟ ଧର୍ମର ଖିଲାଫ। ତେଣୁ ଏହା କରିବା ନାହିଁ। ତେଣୁ ଏହା କଣ ଯେ ଆମକୁ ଶୋଭା ଦେବ ନାହିଁ। ଏହା ହେଉଛି ଏକ ଭୀରୁ ଆଉ କାପୁରୁଷର ଗୁଣ। ତେଣୁ ଆମେ କଣ ନା ଏଇ କଥା କହିବାରୁ ଅଙ୍ଗଦ ଆମକୁ ଛାଡିଦେଲା ବା ମାରିଲା ନାହିଁ। ଆଉ ବଜ୍ରଘାତ ସମ ପ୍ରହାରିଲା, ଆଉ ହାତକୁ କଣ କଲା ବାୟୁରେ ବଜ୍ର ଭଳିଆ ଛିଞ୍ଚାଡି ଦେଲା, ଆମକୁ ମାରିଲା ନାହିଁ। ଯଦି ତାହା ମାରିଥାନ୍ତା ତାପରେ କହୁଛି ବାଜିଥିଲେ ଚୂର୍ଣ୍ଣ ବା ପାତାଳେ ଭଜିଥିବ, ବିନ୍ଧ୍ୟ ଭାନୁ ତୋଷୀ ହେଲେ ବଞ୍ଚାଇ ରହିବ। ତାମାନେ ଏଠି କହୁ ଯଦି ଆମ ଦେହରେ ସେ ମାଡ ବାଜିଥାନ୍ତା, ଯଦି ଆମ ଦେହରେ ଅଙ୍ଗଦଙ୍କର ମାଡ ବାଜିଥାନ୍ତା, ତାହେଲେ ଆମେ କଣ କରିଥାନ୍ତୁ ସବୁ କଣ ନା ମାଟିରେ ମିଶି ଯାଇଥାନ୍ତୁ, ମାଟିରେ ମିଶି ଯାଇଥାନ୍ତୁ, ଚୂର୍ଣ୍ଣ ହେଇଯାଇଥାନ୍ତୁ। ବୁଝାଉଛି। ତାପରେ ଏଠି କହୁଛି ବିନ୍ଧ୍ୟ ଭାନୁ ତୋଷୀ ହେଲେ ବଞ୍ଚାଇ ଦଇବ। ତେଣୁ ଏଠି କହୁଛି କଣ ଦଇବ କହିଲେ ଏଠି କିଏ ନା ରାମଙ୍କୁ ବୁଝାଉଛି ଯେ ରାମଙ୍କର କୃପାରୁ ଆମେ ସେଠାରୁ ରକ୍ଷା ପାଇଲୁ। ତାପରେ ବଳ କେତେ ବୋଲୁ ବୋଲେ ଯେତେ ଶଙ୍ଖ ସେହି, ବାରି ରାଶିରେ ଜନିତ ତେବେ ଶଙ୍ଖ ନାହିଁ। ଯଦି ପୁଣି ରାବଣ କଣ କରୁଛି ନା ଶତ୍ରୁ ସୈନ୍ୟ ଅର୍ଥାତ ରାମଙ୍କର ଯେ ସେନାର ଶକ୍ତି କେତେ ବା ରାମଙ୍କର ସେନାର ବଳ କେତେ ତାହା ଜାଣିବା ପାଇଁ ସେ କଣ କରୁଛି ନା ପଚାରୁଛି ଯେ ତମେ ଯୋଉ ଯାଇ କହିଲ ଯେ ଯୋଉ ଦେଖିକି ଆସିଲ ଯେ ରାମଙ୍କର ସୈନ୍ୟ ବଳ କେତେ ଅଛି। କାହାକୁ ପଚାରୁଛି ନା ଶୁକ ଆଉ ସାରଣକୁ ପଚାରୁଛି ଯେ ରାମଙ୍କର ସୈନ୍ୟ ବଳ କେତେ ଅଛି। ତାପରେ ଶୁକ ସାରଣ ସେଠି କହୁଛନ୍ତି କଣ କହୁଛନ୍ତି ନା କଣ କହୁଛନ୍ତି ବାରି ତାହେଲେ କହିଲା ବଳ କେତେ ବୋଲୁ ବୋଲେ ଯେତେ ଶଙ୍ଖ ସେହି, ବାରି ରାଶିରେ ଜନିତ ସେତେ ଶଙ୍ଖ ନାହିଁ। ତାମାନେ ଏଠି କହୁଛି କଣ ତାଙ୍କର ଏତେ ସୈନ୍ୟ ବଳ ଯେ ସମୁଦ୍ରରେ ଯେତିକି ଶଙ୍ଖ ନଥିବେ, ବୁଝୁଛି ତାଙ୍କର ସୈନ୍ୟ ବଳ ସେତେ ଅଧିକ। ଅର୍ଥାତ
ନଳ, ନୀଳ, ଅମ୍ବୁ, ପୟ, ଜାମ୍ବବାନ ଏମିତି ବିଶାଳ ବିଶାଳ ସବୁ ମାଙ୍କଡ, ଭାଲୁ ଆଉ କଣ ରାମ ସ୍ୱୟଂ ରାମ ନିଜେ ଆଉ ଭ୍ରାତା ଲକ୍ଷ୍ମଣ ମଧ୍ୟ ତାଙ୍କ ସହିତ ଅଛନ୍ତି। ତ ଏଇଭଳି ଭାବରେ ଦେଖିବାକୁ ଗଲେ ତାଙ୍କର ସମୁଦ୍ରରେ ଯେତେ ଶଙ୍ଖ ନାହିଁ ସେଇଭଳି ଭାବରେ ବିଶାଳ ସୈନ୍ୟ ବାହିନୀ ତାଙ୍କ ପାଖରେ ଅଛି। ଅର୍ଥାତ କଣ ଆମେ ପଢିଥିଲେ 1 10 100 1000 ଅୟୁତ ଲକ୍ଷ ନିୟୁତ କୋଟି ଏମିତି ଚାଲିଲା। ତ ଏମିତି ବଢି ବଢିକି ଯେତେବେଳେ ଚାଲିବ 1ରେ 14ଟା ଶୂନ ଦେଲେ ଯେତେବେଳେ ଯୋଉ ଶଙ୍ଖ ହୁଏ ତ ସେଇ ସଂଖ୍ୟକ ତାଙ୍କ ପାଖରେ କଣ ଅଛନ୍ତି ନା 1ରୁ ବଢି ଅନେକ ସବୁ ବଳଶାଳୀ ଯୋଦ୍ଧା ମାନେ ଅଛନ୍ତି। ବୁଝଉଛି ଆଉ ଦେଖିଲେ ଜଣେ ଭୟ ପାଇବ ଏଭଳି ସୈନ୍ୟ ସେ ରାମଙ୍କ ପାଖରେ ଅଛନ୍ତି। ବିହରଣେ ସାଗର କି ପାଞ୍ଚ ପଚାରିଲା, ବିହେ ରାମ କୁଶ ଶଯ୍ୟା ପ୍ରତି ଉତ୍ତର ଦେଲା। ତ ଏଠି କହୁଛି ବିତରଣରେ, ଆଉ ଏଠି କହୁଛି କଣ ସମୁଦ୍ର ପାରି କରିବା ପାଇଁ। ବୁଝୁଛି ବିତରଣେ ମାନେ ପାର ହେବା ପାଇଁ। ବିତରଣର ଅର୍ଥ ହେଲା ପାର ହେବା ପାଇଁ। ବିତରଣେ ଅର୍ଥ ପାର ହେବା ପାଇଁ, ସମୁଦ୍ର ପାର ହେବା ହେଲା। ଯେଠି ସମୁଦ୍ର ପାର ହେବା କଥା କହିଛି ଯେ ସମୁଦ୍ର ପାର ହେବା। ଆଚ୍ଛା ରାମ ପୁଣି ପଚାରୁଛି ଯୋଉ କିଏ ରାବଣ ପୁଣି ପଚାରୁଛି ଆଚ୍ଛା ସମୁଦ୍ର ପାର ହେବା ପାଇଁ, ଆଚ୍ଛା ସମୁଦ୍ର ପାର ହେବା ପାଇଁ ଆମର ରାମଚନ୍ଦ୍ର କଣ କଣ ସବୁ କଣ ପଦକ୍ଷେପ ନଉଛନ୍ତି? ସମୁଦ୍ର ପାର ହେବା ପାଇଁ ଯେ ରାମଚନ୍ଦ୍ର କଣ କଣ ସବୁ ପଦକ୍ଷେପ ନଉଛନ୍ତି? ନା ସମୁଦ୍ର ପାର ହେବା, ଏତେ ତ ସୈନ୍ୟ ଅଛନ୍ତି ତାହେଲେ ସମୁଦ୍ର ପାର ହେବା ପାଇଁ ରାମଚନ୍ଦ୍ର କଣ ପଦକ୍ଷେପ ନେଇଛନ୍ତି? ନା ସମୁଦ୍ର ପାର ହେବା ପାଇଁ ରାମଚନ୍ଦ୍ର କଣ କରୁଛନ୍ତି ଯେତେବେଳେ ପଚାରିଛି କିଏ ବିଂଶତି କର ଅର୍ଥାତ 20 ହାତ 10 ମୁଣ୍ଡ ଯାହା ରାବଣ ତାକୁ ପଚାରିଛି ଯେ କଣ ହେଇଛି ଯେ ସମୁଦ୍ର ପାର ହେବା ପାଇଁ ରାମଚନ୍ଦ୍ର କଣ କରିଛନ୍ତି? ସେତେବେଳେ କଣ କରୁଛନ୍ତି ନା ଏଇ ଶୁକ ଆଉ ସାରଣ ତାକୁ ଉତ୍ତର ଦଉଛନ୍ତି ସେ ବର୍ତ୍ତମାନ କୁଶ ଶଯ୍ୟାରେ କଣ କରୁଛନ୍ତି ତପସ୍ୟା କରି ଶୟନ କରି ତପସ୍ୟା କରୁଛନ୍ତି। କାହାକୁ? ନା ବରୁଣ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ। ଏ କଥା ଯେତେବେଳେ ଶୁଣିଛି ବୁଝଉଛି ବିସରକୁ ମନ୍ଦ କରି ମନ୍ଦ ହାସ ଜନ୍ମେ, ବୋଲେ କି କରିବ ଏଡେ ହୀନ ପରାକ୍ରମେ। ତାମାନେ ମନ୍ଦ ହାସ ମାନେ ଅଳ୍ପ ହସ, ମନ୍ଦ ହାସ ତାମାନେ ସେତେବେଳେ ମାନେ ଅଳ୍ପ ହସ, ଅଧରରେ ଅଳ୍ପ ଉଠରେ ଅଳ୍ପ ହସ ବା ମୁଚୁକୁନ୍ଦି ହସ। ଯେଇ ହସର ଅର୍ଥ ହଉଛି ଅନ୍ୟକୁ ତୁଚ୍ଛ ମନେ କରିବା। ତେଣୁ ସେତେବେଳେ ରାବଣ କଣ କରିଛି ନିଜ ଅହଙ୍କାର ବଶତଃ ସେଠି ସେ କଣ କରିଛି ମୁରୁକି ହସା ଦେଇଛି। ବୁଝଉଛି ଆଉ ଏଠି କହୁଛି କଣ ତୃଣରେ ବା କୁଟାରେ ଶୋଇକିରି ସିଏ କଣ କରୁଛି କହୁଛି ଯେ କୁଟାରେ ଶୋଇକିରି ରାମ ଚିନ୍ତା କରୁଛନ୍ତି ଯେ ସିଏ ଲଙ୍କାକୁ କଣ କରିବେ ଯେ ବର୍ଣ୍ଣ ପ୍ରସନ୍ନ କରି ସେ ଆସି ଲଙ୍କା ପ୍ରତି ରାବଣ ସହିତ ଲଢେଇ କରିବେ କହିକିରି ସେ କଣ କରିଥାନ୍ତି ତୁଚ୍ଛ ମନେ କରି ପରିହାସ ମୂଳକ ବା ଥଟ୍ଟା କରିବା ମୂଳକ ଏକ ମୁଚୁକୁନ୍ଦିଆ ହସ ଦେଇ ପୁଣି କହିଛନ୍ତି ଯାରେ ହୀନ ପରାକ୍ରମାଟା, ଅର୍ଥାତ ପରାକ୍ରମ ନାହିଁ ଖାଲି ସେମିତି ଆସି କଣ କରୁଛି ଲଙ୍କାପୁର ରାବଣକୁ ଲଙ୍କାପୁରରେ ରାବଣ ସହିତ ଯୁଦ୍ଧ କରିବାକୁ ଆସିଛି। ତେଣୁ ଏଠି କବି କହିବା କଥା ପ୍ରକୃତରେ ଆମେ ଅପୋନେଣ୍ଟକୁ ବା ଯୁଦ୍ଧରେ ପ୍ରତିଟି କ୍ଷେତ୍ରରେ ଆମେ ଅପୋନେଣ୍ଟକୁ କେବେ ଛୋଟ ବୋଲି ମନିବା ନାହିଁ। କାରଣ ଯେଉଁ ଚାରେ ଯୋଉଠି ଦେଖ ଯେ ଶତ୍ରୁ ସୈନ୍ୟକୁ ବା ଅପୋନେଣ୍ଟକୁ ଯେତେବେଳେ ଆମେ କଣ ଭାବିଛେ ତୁଚ୍ଛ ବୋଲି ଭାବିଛେ ସେଇ ଜାଗାରେ କଣ ହେଇଛି ନା ଅପୋନେଣ୍ଟ କଣ କରିଛି ନା ଆମକୁ ଡୋମିନେଟ କରିଛି, ଅର୍ଥାତ ଆମକୁ ପରାସ୍ତ କରିଛି। ତେଣୁ ଆମେ ଏଠି ଗୋଟେ କଥା ଶିଖିଲେ ଶତ୍ରୁକୁ କେବେ ପରାସ୍ତ କରିବା, ଶତ୍ରୁକୁ କେବେ ପରିହାସ କରିବା ନାହିଁ ବା ଶତ୍ରୁକୁ କେବେ ଦୁର୍ବଳ ବୋଲି ଭାବିବା ନାହିଁ। ଏହାପରେ ରାମଚନ୍ଦ୍ର ଆସିଛନ୍ତି ବର୍ଣ୍ଣ ପ୍ରସନ୍ନ ଦେବତାଙ୍କୁ ପ୍ରସନ୍ନ କରି, ଆଉ ସେମାନେ କଣ କରିଛନ୍ତି ନା ନଳ ଆଉ ନୀଳ ତାଙ୍କର 2 ଜଣ ବାନର ଥିଲେ। କିଏ? ନଳ ଆଉ ନୀଳ। ନଳ ଆଉ ନୀଳ କହିଥିଲି ନଳ ନୀଳ ଅମ୍ବୁ ପୟ 1ରୁ 1 ବଡ ବଡ ବାନର ସବୁ ଅଛନ୍ତି, ଲଢେଇ କରିବାକୁ ସେମାନେ ଆସିଛନ୍ତି କପି ଦଳ। ତ ଏଇ ଯୋଉ ନଳ ଆଉ ନୀଳଙ୍କର ବିଶେଷତ୍ୱ କଣ ନା ନଳ ଆଉ ନୀଳ ପିଲାବେଳେ ସେ ତାଙ୍କର ବାପା ମାଙ୍କୁ ହରାଇଥିଲେ। ତେଣୁ ସେ ମୁନି ଆଶ୍ରମରେ ମୁନି ଋଷିଙ୍କ ଆଶ୍ରମରେ କଣ କରୁଥିଲେ ଚଳୁଥିଲେ। ତେଣୁ ମୁନି ଋଷି ମାନେ ତାଙ୍କୁ ଭାରି ଭଲ ପାଆନ୍ତି। ସିଏ କଣ କରନ୍ତି ମାଙ୍କଡ ପ୍ରଭୃତି ହେତୁ ତାଙ୍କର ସବୁ ଜିନିଷ ନେଇକରି ପାଣିରେ ପକେଇ ଦିଅନ୍ତି। କୋଉଠି ଏଠି ପକେଇଦେବେ ସେଠି ପକେଇଦେବେ, ଯେହେତୁ ତାଙ୍କର ନଦୀ ତାଙ୍କର ଯୋଉ ଋଷିଙ୍କର ଆଶ୍ରମ ଅଛି ଯୋଉଠି ଥିଲେ ସେଇଠି ଗୋଟେ ନଦୀ ବହି ଯାଇଛି। ତେଣୁ ନଦୀ ଯେହେତୁ ବହି ଯାଇଛି ତ
ଅଯୋଧ୍ୟାରେ କେଉଁ ନଦୀ ବହିଛି? ସରଜୁ ନଦୀ। ତେଣୁ ସରଜୁ ନଦୀରେ ଏମାନେ କଣ କରୁଥିଲେ ନା ତାଙ୍କର କମଣ୍ଡଳ ଗୁରିକା ସବୁ ପାଣିରେ ଭସେଇ ଦଉଥିଲେ। ମୁନି ଋଷି ମାନେ କହୁଥିଲେ ଆରେ କୁଆଡେ ଗଲା ମୋର ପାଣି, ଖୋଜି ଖୋଜି ଅସୁବିଧାରେ ପଡୁଥିଲେ। ତେଣୁ ସେମାନେ ଆଙ୍କ ଦୁଇ ଜଣଙ୍କୁ କଣ କରିଥିଲେ ନା କହିଥିଲେ ତମେ ଦୁଇ ଜଣ ଯୋଉ ଦିଟାକୁ ଛୁଇଁବ ସେ ଦିଟା ଭାସିବ। ତାହେଲେ ଏମାନେ ମାଙ୍କଡ ନେଇ ତାଙ୍କର କମଣ୍ଡଳ ଫମଣ୍ଡଳ କି ଦେଇକି ପାଣିରେ ପକେଇ ଦଉଥିଲେ, ସେ ସବୁ ଭାସୁଥିଲା। ତେଣୁ ସେ ତାକୁ କଣ କରୁଥିଲେ ନା ପୁଣି ପାଣିରୁ ନେଇ ଆସୁଥିଲେ। ତେଣୁ ତାଙ୍କ ପାଖରେ ଏଇ ଦୁଇଟି ବରଦାନ ଥିଲା ଯେ ଇଏ ଦୁଇ ଜଣ ଯାହାକୁ ଛୁଇଁବେ ସେ ଦ୍ରବ୍ୟ ଭାସିବ। ତେଣୁ ଇଏ କଣ କରିଥିଲେ ନା ଯେତେବେଳେ ପଥର ପାହାଡରୁ ଭାଙ୍ଗିକି ଆଣିଲେ ଏଇ ଦୁଇ ଜଣଙ୍କ ହାତରେ କଣ କରେ ଛୁଆଇକିରି ତାକୁ ପାଣିରେ ପକାଉଥିଲେ, ଯାହା ଫଳରେ ପାଣିଟି କଣ ହଉଥିଲା ଭାସୁଥିଲା। ଯେତେବେଳେ ପାଣିଟି ଭାସୁଥିଲା ସେତେବେଳେ ପାଣିରେ ଯେତେବେଳେ ପଥର ଗୁଡାକ ଭାସୁଥିଲା କିନ୍ତୁ ତା ଭିତରେ ଏକତା ଆସୁନଥିଲା। ତେଣୁ ଏକତା କେମିତି ଆସିବ ନା ଆମେ ଯଦି ଏତେ ସୈନ୍ୟ ବାନର ନର ଆମେ ନର ବାନର ଜାମ୍ବବାନ କିଏ ହଉଛନ୍ତି ଯୋଉ ଭାଲୁ ସମସ୍ତେ ଯେତେବେଳେ ରାମଙ୍କ ନାମରେ ଏକାଠି ହେଇପାରିଛୁ ଆମେ ତ ପଥର କାହିଁକି ଏକାଠି ହେଇପାରିବନି। ସେଥିପାଇଁ ପଥରରେ ରା ଆଉ ମ ଲେଖିକିରି ସେମାନେ ପାଣିରେ ପକାଉଥିଲେ, ଯାହା ଫଳରେ ସେଇଟା କଣ ହଉଥିଲା ନା ଏକତା ହିସାବରେ ପାଖରେ ପଥର ଭିତରେ ଯୋଡି ହେଇକି ରହୁଥିଲା। ଯାହା ଫଳରେ ସେମାନେ କଣ କରିଥିଲେ ନା ସେତୁ ତିଆରି କରିଥିଲେ, ଯୋଉ ସେତୁ ନାଁ ହଉଛି ରାମ ସେତୁ। ତାକୁ ଗୁଣ୍ଡୁଚି ମୂଷା ମଧ୍ୟ ସେଥିରେ କଣ ନା ସହାୟତା କରିଥିଲେ। ଆଉ ଏଠି କହୁଛି କଣ ନା ସେଇ ପଥର ବାଟ ଦେଇକିରି ରାମ ଲଙ୍କାକୁ ଯାତ୍ରା କରିଥିଲେ, ଆଉ ରାବଣ ସହିତ ତାଙ୍କର ଯୁଦ୍ଧ ହୋଇଥିଲା, ଆଉ ଶେଷରେ ରାବଣ ନିହତ ହେଇଥିଲା, ଆଉ ମାତା ସୀତା ଉଦ୍ଧାର ପାଇଥିଲେ, ଆଉ ରାବଣଙ୍କ ମୃତ୍ୟୁ ପରେ ବିଭୀଷଣ ହେଇଥିଲେ ରାଜ୍ୟର ରାଜା। ବୁଝିହଉଛି? ତ ଏତିକି ଥିଲା ତମର ବିଷୟ ରାଘବଙ୍କର ଲଙ୍କା ଯାତ୍ରାନୁକୂଳ। ଆଶା କରୁଛି ସମସ୍ତେ ବୁଝିପାରୁଥିବ ନା ନାଇଁ? ବୁଝିପାରିଲ ତ? ଆରେ ହଁ ନା ନାଇଁ? ବୁଝିପାରୁଛ ତ ସମସ୍ତେ?